ओके। नमस्कार समस्त दिव्य आत्मा को नमस्कार। ହଁ ସାର୍ ନମସ୍କାର। नमस्कार। हिलिंग स्टार्ट कलेनी? ଆଜ୍ଞା ସାର୍ ମୋର ଦିଟା ସକ୍ସେସ୍ ହେଇଛି ସାର୍। आज्ञा आउ टे जोरी कुहतु। ଦିଟା ଜିନିଷ ସକ୍ସେସ୍ ହେଇଛି ଆଜ୍ଞା। वाह गुड। बास यही ସାର୍ एनर्जी रो रुहंतु आउ किछि नहीं दुनिया जहा ही जाउची ही जाऊ आपण एही ସାର୍ पॉजिटिव एनर्जी रुहंतु मिराकल रिजल्ट आसियो मिराकल। ଆଜ୍ଞା ଆଜ୍ଞା ସାର୍ ମୁଁ ଦିନେ ମୋ ଦୋକାନରେ ବସିଥିଲି ଖାଲି 2,000 ଲେଖା ହୁଏ କିନ୍ତୁ ସେଦିନ ଆଜ୍ଞା 5-6 ହଜାର ଟଙ୍କା ହେଇଥିଲା ଇନକମ୍। अच्छा। ଆଉ ଗୋଟେ ସାର୍ ଆଉ ଦିନେ ସାର୍ ମୋର ଅଜାଣତରେ ମୋ ପାଖରୁ ନେଇଥିଲେ पइसा ସିଏ 4,000 ଟଙ୍କା ମାନେ ରିଟର୍ନ କଲେ। अच्छा। ଆଜ୍ଞା ସାର୍ ନମସ୍କାର। नमस्कार सर। कुहतु। ସାର୍ ମୋର ତ ହିଲିଂ ଟା ଚାଲିଛି। ମୁଁ ଆପଣଙ୍କୁ ଲାଷ୍ଟ ଟାଇମ ବି କହିଥିଲି ମତେ ହେଇଯାଇଛି ଯୋଉଟା କରିଥିଲି हाँ जोटा ପୁଅ पुओं ପାଇଁ पे हिलिंग ଯୋଉଟା करते जॉब କରିଥିଲି। पे। गुड गुड गुड। ओके। ହୁଁ किछि ହୁଁ नहीं करंतु। ତାର 1 ତାରିଖ ଦିନ ଜଏନ୍ ଅଛି। को दिन? ଜଏନିଂ 1 ତାରିଖ ଦିନ। 1 तारीख दिन। 1 ତାରିଖ ଜଏନିଂ ଅଛି। अच्छा ओके। ଆଜ୍ଞା चलंदु पुओ को ଆକ୍ଚୁଆଲି कांग्रेचुलेशन कहि ତାର दियंतु। କିନ୍ତୁ ସେ ଏଇ ଯୋଉ କମ୍ପାନୀରେ ସେ ମୁଁ କହିଦେଇଛି ତାକୁ। ଆଉ ସେ ଆକ୍ଚୁଆଲି ଏଇ ଯୋଉ କମ୍ପାନୀରେ ସେ ପାଇଲା ସେ କମ୍ପାନୀ ସେ ପକେଇ ନଥିଲା। अच्छा କିନ୍ତୁ ଏଟା ଦେଖୁ ମିରାକଲ ସେ କଣ ନା ଅନ୍ୟ ଗୋଟେ କମ୍ପାନୀ ମାନେ ଯୋଉ ଫୋନ ପେ କମ୍ପାନୀ ଥିଲା ସେଠୁ ଛାଡିଲା ପରେ ତ ସେମାନେ ସର୍ଚ୍ଚ କରୁଥିଲେ ଦେଖିଲେ ଇଏ ଭଲ କମ୍ପାନୀ ଛାଡି ଦେଇଛି ତେଣୁ ତାକୁ ୟା ଫୋନ ନମ୍ବର ଇଏ କରି ତାକୁ କଲ୍ କରିଛନ୍ତି ତାପରେ ଇଣ୍ଟରଭ୍ୟୁ କରିଛନ୍ତି। ओके। ଯୋଉଟା ମାନେ ମୁଁ ଯୋଉ ଏଟା ହିଲିଂ କରୁଥିଲି ତାରି ଭିତରେ ଏଟା ହେଇଯାଇଛି ଯୋଉ ମାନେ ମିରାକଲ ଯୋଉଟା କହନ୍ତି। चलो बहुत सुंदर बहुत सुंदर बहुत सुंदर। कौन सी हिलिंग को ଏଟା ହେଇଛି। विश्वास हरेबनी। ନାଇଁ ବିଶ୍ୱାସ ରଖିବା ନିହାତି ଦରକାର। ଆଉ ଏଇଟାର ଗୋଟେ ମୁଁ ସର୍ଟ ଭିଡିଓ ଗୋଟେ କରି ଆପଣଙ୍କୁ ଦେବି ଯୋଉଟା ଆପଣ गुड। ଆଗରୁ କହୁଥିଲେ କି ନିଜର ଏକ୍ସପିରିଏନ୍ସ ଟାକୁ ଇଏ କରିବେ ସେଟା ମୁଁ ଦେବି देखो ଆପଣଙ୍କୁ ସେଟା ଇଏ କରିବେ ଆଉ। आपणकर सक्सेस है मोर विक्ट्री। मु जो उद्देश्य नहीं कि आसी ओडिशा रे एई पाठ्यक्रम को ग्रोथ ସାର୍ करया पे लोकों के सामने लोक तो बहुत किछि कहउछन ସାର୍ फेसबुक रे एमिति सब सेठी सब कमेंट दउछन माने सेटा को मु शुणेनी कि देखेनी काहे कि ना से जानि नाहंती ସେମାନେ ଅବାଗରେ କହୁଛନ୍ତି। ଠିକ ଅଛି ନା କହୁଛନ୍ତି ତ କହୁଛନ୍ତି କିଛି ଅସୁବିଧା ନାହିଁ। ସେମାନେ ଥରେ ଟେଷ୍ଟ ନେଇଥାନ୍ତେ ତାପରେ ଯଦି ତାର ରିପ୍ଲାଏ ଦେଇଥାନ୍ତେ ତାହେଲେ ଭଲ ଲାଗନ୍ତା ବଟ ସେମାନେ ବିନା ଟେଷ୍ଟରେ କହିଦଉଛନ୍ତି ଏଇଟା ବହୁତ ଖରାପ। ବହୁତ ବହୁତ ମାନେ ମେସେଜ ଆସୁଛି ଇଆଡୁ ସିଆଡୁ ମେସେଜ। ମୁଁ କହିଲି ଥାଉ ଠିକ ଅଛି ଏଞ୍ଜେଲ କୁ କହିଦଉଛି କ୍ଷମା କରିଦିଅନ୍ତୁ ତମକୁ। ସେ ଜାଣିନାହାନ୍ତି। ଦେଖ ଯିଏ ଯୋଉ ଜିନିଷଟା ଖାଇଥିବ ସେ ସିନା ତା ଟେଷ୍ଟ ଟା କହିପାରିବ ଯିଏ ନ ଖାଇଥିବ ସେ କେମିତି କହିବ ତା ଟେଷ୍ଟ ଟା କଣ ବୋଲିକି। ଏକ୍ଜାକ୍ଟଲି ବଟ କଣ ହଉଛି ନା ଲୋକଙ୍କ ପେସେନ୍ସ ନାହିଁ। କିଛି ଜାଣୁନାହାନ୍ତି ପ୍ରଥମରୁ ଚଟକିନା କହିଦଉଛନ୍ତି ମନରେ ଯାହା ଆସିଲା ତ। ଓକେ ଠିକ ଅଛି ହିଲିଂ କରନ୍ତୁ ବହୁତ ସୁନ୍ଦର ଭାବରେ। ଏଞ୍ଜେଲ ସିମ୍ବଲ ଯେତେବେଳେ ମିଳିଯିବ ଦେଖିବେ ଡେଲି ଡେଲି ଲାଇଫରେ ଆହୁରି ଚେଞ୍ଜେସ ଆସିବ ବହୁତ ଚେଞ୍ଜେସ ଆସିବ। ଚାଲନ୍ତୁ ସାର୍ ସାର୍ କରନ୍ତୁ ସାର୍ ଏଇ ପ୍ରକାର ସାର୍ ରୁହନ୍ତୁ ବାସ୍ ଆଗୁ ଆଗୁ କରନ୍ତୁ। ସମୀର ଧର ସାର୍ ଅନମ୍ୟୁଟ କରନ୍ତୁ। ସାର୍ ସାର୍ ନମସ୍କାର ମ୍ୟାଡାମ ନମସ୍କାର। ଆଜି ଦୁଇ ଜଣ ଯାକ ବସିଛନ୍ତି ପାଖରେ। ହଁ ସାର୍ ଆପଣଙ୍କୁ ଦେଖା ବ୍ୟସ୍ତ ଆଜି। ଆଚ୍ଛା ମତେ କହିଲେନି ଆପଣ ଯୋଉ ଦୁଇଟା ହିଲିଂ କରିଥିଲେ କଣ ସେଥିରେ ଭଲ ରେଜଲ୍ଟ ବାହାରିଲା କଣ ସେଟା ଟିକେ କୁହନ୍ତୁ ସମସ୍ତେ ଜାଣିବା ଦରକାର। ଏଇ ଗୋଟେ ୱାଇ ହଜବେଣ୍ଡ ତାଙ୍କର ଡିସପ୍ୟୁଟ ଥିଲା। ସେ ଡିସପ୍ୟୁଟ ତାଙ୍କର କ୍ଲିୟର ହେଇଗଲା ତାକୁ। କାହାର ଡିସ୍ପୁଟ ଥିଲା? ଆଉ ୱାଇଫ ଆଉ ହଜବେଣ୍ଡ। ମାନେ ଆପଣଙ୍କର ଆଖପାଖ ଲୋକଙ୍କର କାହାର? ହଁ ହଁ ଆମର ଏଠୁ 40 କିଲୋମିଟର ଡିଷ୍ଟାନ୍ସ। ଆଚ୍ଛା ତାକୁ କଣ କହିଲେ ଆପଣ? ଗୋଟେ ପୁଅଟେ ବାହା ହେଇଥିଲେ ଆମର ତାକୁ କିଛି କହିଲେ ତାର ନିଜର ମା ଆସିଥିଲେ ମୋ ପାଖକୁ। ତ ନିଜର ମା ଆସିଥିଲେ ମୋ ପାଖକୁ ଆଉ ମତେ ସେ କହିଲେ ତାଙ୍କର ଫଟୋ ଦିଟା ଆଣିକି ସେ ଲିଙ୍କଟା ମୁଁ ନିଜେ କଲି। କେତେ ଆଉ ଦିନରେ ଗୋଟେ ଆମ ରେଜଲ୍ଟ ଘର ଆସିଲା? ଏଟା ଆମର 3 ଦିନ ସାର୍। ଆଚ୍ଛା ହଁ ଓକେ 3 ଦିନରେ ହେଲେ ପଳେଇ କଣ ଏବେ ଉଭୟଙ୍କର ସମ୍ପର୍କ ଭଲ ହେଇଗଲା? ଏ ସବୁ ପୁରା କ୍ଲୋଜ ଅଛନ୍ତି। ସେ ଝିଅକୁ ସେ ନେଇକି ଯାଇକି ତା ଗାଁ ରହୁଛି। ହେଇଗଲା 21 ଦିନ ହେଇଗଲା ପୁରା ଭଲ ଅଛି। ମାନେ ଆପଣଙ୍କୁ ସେ ଜାଣିଥିଲେ ଆପଣ ଏ କାମ କରୁଛନ୍ତି ବୋଲି ନା ଆପଣ ତାକୁ ରିକ୍ୱେଷ୍ଟ କଲେ ଯେ ତୋର ଅସୁବିଧା ଅଛି ମୁଁ ତାକୁ ମୁଁ ସମାଧାନ କିଛି କରେ? କହିନାହିଁ। ମୋର ଗୋଟେ ସାଙ୍ଗଟା ଆସୁଛି ଆମ ଡେଲି କ୍ଲବକୁ ଆସେ। ସେ ମୋତେ ଜାଣିଛି ଯେ ଏଇ ହିଲିଂ ଟା କରୁଛି ବୋଲି। ସେ ତାକୁ ଡାକି ଆଣିଲା।
ଓକେ ସେ ବିଷୟରେ ସେ ତାକୁ କହିଲା 5,000 ଟଙ୍କା ଦେବ ବୋଲେ ସେ କରିଦେବେ ତାହେଲେ ସେ ମତେ କହିଲା ଏଗ୍ରି 5,000 ଟଙ୍କା ଦେବି ସେ କହିଲା ସେଟା ଷ୍ଟାର୍ଟିଂ କରୁ ସାଙ୍ଗେ ସାଙ୍ଗେ ତା କାମଟା ହେଇଗଲା ଅଢେଇ ତାହେଲେ ଦିନରେ ଆପଣ 3 ଦିନ ପଇସା ନେଇକିରି କରିଛନ୍ତି ନା 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 ହଁ ଫ୍ରିରେ କରିଛନ୍ତି? ସାର୍ 5,000 ଟଙ୍କା ଦେଲା ମତେ ସେ 5,000 ଟଙ୍କା ଆପଣ କମେଇ ସାରିଲେଣି? ହଁ ସାର୍ ସାର୍ ମୁଁ 17,000 ଟୋଟାଲ କମେଇ ସାର୍ ଆଉ ଗୋଟେ କେସ୍ ଗୋଟେ ବୁଲାରେ ଆଉ ଗୋଟେ କଣ କେସ୍ ହେଲା କୁହନ୍ତୁ, ଆରାମସେ କୁହନ୍ତୁ ଟିକେ। ଆଉ ଗୋଟେ ଆମର କେସ୍ ଅଛି ବୁଲାରେ ଗୋଟେ କ୍ୟାନ୍ସର ପେସେଣ୍ଟ ତାଙ୍କଟା ହିଲିଂ କରୁଛେ ଆଉ ତାଙ୍କ ଦେହରେ ଟିକେ ତନ୍ତ୍ର ବାଧା ତାଙ୍କ ରହୁଛି ତାଙ୍କ ବଡିରେ ଆଉ ସେଟା ବି କ୍ଲିୟର ଚାଲିଛି ସେ ବି ତାଙ୍କ ରିଜଲ୍ଟ ବଢିଆ ଆସୁଛି ତାଙ୍କ ସେମାନେ ଦେଇଛନ୍ତି 11,000 ଟଙ୍କା 11,000 ଟଙ୍କା ସେମାନେ ଦେଇଛନ୍ତି ଆପଣଙ୍କୁ? ହଁ ହଁ ସେମାନେ ଦେଇଛନ୍ତି 11,000 ଏଇ ଦେଇଛି 5,000 ଗୁଡ୍, ବହୁତ ସୁନ୍ଦର, ବହୁତ ହଁ ମାନେ ଆପଣଙ୍କର ପୁରା ପଇସା ବାହାରିଗଲା। ହଁ ସାର୍ ଆଉ ଗୋଟେ ପାର୍ଟି ଅଛି ସାର୍ ତାର ଚାଲିଛି ହାଇଲି ସେଟା ଗୋଟେ ପୁଅଟେ ଗୋଟେ ଝିଅଟେ ଭଲ ପାଉଥିଲା ତାଙ୍କର ମ୍ୟାରେଜ ତାଙ୍କ ଡିଷ୍ଟର୍ବାନ୍ସ ଅଛି ସେ କହିଛି 1,00,000 ଟଙ୍କା ଦେଇ ମୋର ଯଦି କାମଟା କରିଦେବ ତାଟା ଚାଲିଛି 4 ଦିନ ସାର୍ ସେ 1,00,000 ଟଙ୍କା ଦେବାରେ ତିଆର ଅଛି କିଛି ନାହିଁ, 1,00,000 ଟଙ୍କା ଧରନ୍ତୁ, ଆହୁରି କନଫିଡେନ୍ସ ବଢିଯିବ। ସେ ଆମର ପାଖର ମୋର ଅଫିସ ଅଛି ଆସେ ଡେଲି ଆସେ ଜଣେ ଶୁଣନ୍ତୁ, ଜଣେ ଦେବା ପାଇଁ ଯଦି ଚାହୁଁଛି କେବେ ଆପଣ ବ୍ଲକେଜ କରନ୍ତୁ। ୱାନ୍ସ ତାକୁ ଯଦି ହଁ ବ୍ଲକେଜ ସାର୍ ହଁ କରିବେ ନା, ହଁ ଆସିବା ଫ୍ଲୋ କମିଯିବ ଆପଣ। ହଁ ସାର୍ ହଁ ଜଣେ ସାର୍ ଦେବା ପାଇଁ ଚାହୁଁଛି ନିଜ ସ୍ୱ ଇଚ୍ଛାରେ ହଁ ଗ୍ରହଣ ସାର୍ କରନ୍ତୁ ବହୁତ ସୁନ୍ଦର ଭାବରେ। ସେ ନିଜେ କହିଲା ଆମେ 1,00,000 ଟଙ୍କା ଦେବି ମୋର କାମଟା କରିଦେବ ଆମେ ଠିକ ଅଛି ମୁଁ ଟ୍ରାଏ କରୁଛି ଏଟା ତାର ପଟେ ହେଲା ଚେଷ୍ଟା ଚାଲିଛି ତାର ତାହେଲେ ଆପଣଙ୍କର ହର୍ବାଲ ଲାଇଫ ରେ ଯୋଉ ବର୍ଷେ ଜାଗାରେ ଯେତିକି ଲାଭ ନଥିବ ଆପଣ ଗୋଟେ ମାସରେ କରିଦେଲେ। ହଁ ସାର୍ ସାର୍ ଆପଣଙ୍କର ବ୍ଲେସ ସାର୍ ସବୁ ମ୍ୟାଡାମଙ୍କର ମୁହଁରେ ବହୁତ ବଢିଆ ହସ ଅଛି। ହଁ ସାର୍ ସେ କହିଲେ କଣ ବାସ୍ କଣ ହଉଛି ଦେଖିବା ଶିଖିବା ହଉଛି ତ ସେ ଆସିଲେ ଟିକେ ଆଶା ବସ କହିଲା କରନ୍ତୁ କରନ୍ତୁ, ମଜା କରନ୍ତୁ, ରାଇଟ, ଏଇଟା ଗୋଟେ ହଁ ପ୍ରଫେସନାଲ। ହଁ ଓକେ, ସାର୍ ହଁ ସାର୍ ଯେମିତି ମୁଁ ଗୋଟେ ହିଲର ହିସାବରେ ଅଛି, ଏଞ୍ଜେଲିକ ହିଲର, ଆପଣ ମାନେ ବି ଜୀବନରେ ଏମିତି ହୁଅନ୍ତୁ। ହଁ କାହିଁକି ସାର୍ ନା ମୁଁ ଆଜିକାଲି ଆଉ ହିଲିଂ କରୁନି, ଲାଷ୍ଟ ହଁ 6 ସାର୍ ମାସ ହଁ ହେଲା ମୁଁ ହିଲିଂ କରୁନି। ହଁ ସାର୍ କାହିଁକି ନା ମତେ ଯୋଉ ଦାୟିତ୍ୱ ଦିଆ ହେଇଛି, ମୁଁ ଏବେ କଣ କରୁଛି ନା, ଯିଏ ମାଛ ମାଗୁଥିଲା ମୁଁ ମାଛ ଦେଇ ଦଉଥିଲି, ହଁ ସାର୍ କିନ୍ତୁ ଏବେ କଣ କରୁଛି, ମୁଁ ତାଙ୍କୁ ମାଛ ଧରିବା ଶିଖେଇଦେଲି ଆପଣ ହଁ ମାନଙ୍କୁ। ସାର୍ ହଁ ଯେତେ ଇଚ୍ଛା ଗଡିଆରେ ମାଛ ଧରନ୍ତୁ, ଖାଆନ୍ତୁ, ହଁ ଧରନ୍ତୁ, ସାର୍ ଖାଆନ୍ତୁ। ହଁ ସାର୍ ମତେ ବଢିଆ ଆଉ ସାର୍ ଥ୍ୟାଙ୍କ ୟୁ ମୋ ଉପରେ ଡିପେଣ୍ଡ ହୁଅନ୍ତୁ। ହଁ ସାର୍ ଓକେ, ହଁ ସାର୍ ଥ୍ୟାଙ୍କ ୟୁ ତ କୋଉଟା ଭଲ କୁହନ୍ତୁ? ସେଇଟା ଯୋଉ ଧରିଥିଲେ ଆମକୁ ଏ ଜ୍ଞାନ ପୁରା ଜୀବନ ଯାକ ରହିଲା ନା, ହଁ ଏଇଟା ସବୁ ସାର୍ ଆମର କ୍ଷେତ୍ରରେ ସାର୍ ଆପଣଙ୍କର ଫାଇଦା ହେଲା। ସାର୍ ଆମର ବଚିତ ଲାଇଭ ରହିଲା ପ୍ଲସ୍ ଆମ ନିଜର ପୁଅ ଝିଅ ବି ଆମେ ଟ୍ରାନ୍ସଫର କରିପାରୁ ତାକୁ ଶିଖେଇ ପାରୁ ମୋର ଝିଅ ବି ଶିଖନ୍ତୁ ତ ରେଡି ଚାଲନ୍ତୁ, ସାର୍ ଆମର ବହୁତ ଗୋଟେ ଝିଅ ସୁନ୍ଦର, ସେ ବହୁତ ପିଜି ସୁନ୍ଦର। କରୁଛି ସେ ଶିଖଲ ରେଡି ଅଛି ସେ ଆଚ୍ଛା, ଆଚ୍ଛା, ହଁ ଓକେ, ଆହୁରି ପାୱାର ବଢେଇଦବା ଆପଣଙ୍କର। ଓକେ, ହଁ ସାର୍ ହଁ ସାର୍ ଏଞ୍ଜେଲ ସିମ୍ବଲ ମାଧ୍ୟମରେ ହଁ ସାର୍ ଚାଲନ୍ତୁ, ବହୁତ ବଢିଆ। ଥ୍ୟାଙ୍କ ୟୁ ସାର୍